বিভিন্ন কলাহান্ডি জেলার উন্নয়নমূলক কার্যক্রম। 891 কোটি টঙ্কা বিনিমୟରେ କଳାହାଣ୍ଡି ଜିଲ୍ଲାର 3612 ଜଳସେଚନଠୁ ଆରମ୍ଭ କରି ରାସ୍ତା, ପିଇବା ପାଣିର ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଏବଂ ସମସ୍ତ ଆମର ଆଗାମୀ ପିଢ଼ିର ଯେଉଁ ଯୁବକ ଯୁବତୀ ମାନେ ଶିକ୍ଷା ପ୍ରାପ୍ତ କଲା ପରେ କିଭଳି ଭାବରେ ନିଯୁକ୍ତି ପାଇବେ, ରୋଜଗାର ପାଇବେ, ତା ପାଇଁ ମଧ୍ୟ ଚିନ୍ତା କରିବା ପାଇଁ ପ୍ରତି ଜିଲ୍ଲାରେ ଆସିକି ଜିଲ୍ଲା ପ୍ରଶାସନ ଜୟ ମା ମାଣିକେଶ୍ୱରୀ ଏ ମାଟି ମା ମାଣିକେଶ୍ୱରୀଙ୍କର ମାଟି, ଏ ମାଟି ପବିତ୍ର ମାଟି। କଳାହାଣ୍ଡିର ଇଷ୍ଟଦେବୀ ହେଉଛନ୍ତି ମା ମାଣିକେଶ୍ୱରୀ। ମାଣିକେଶ୍ୱରୀଙ୍କର ସଂସ୍କୃତି ଅତି ରାୟଗଡ଼ା ଜିଲ୍ଲା, ଉତ୍ତର ପୂର୍ବରେ ରହିଛି କନ୍ଧମାଳ ଜିଲ୍ଲା, ଉତ୍ତର ଦିଗରେ ବଲାଙ୍ଗୀର ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡିର ମାନଚିତ୍ରରେ ଆକାଶ ପଥରେ ମଧ୍ୟ ଯୋଡ଼ି ହେଇଯାଇଛି। ଜାହାଜ ପଡ଼ିଆ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଏବଂ ଛତିଶଗଡ଼ ରାଜଧାନୀ ଅଭୟାରଣ୍ୟ ଭବାନୀପାଟଣା ସହରରୁ ମାତ୍ର 12,000 ପଞ୍ଜୀକୃତ କରିଥିଲେ। ଜିଲ୍ଲାପାଳ କହୁଛନ୍ତି ଏଥର ସେ ଚାଷୀ ଫେରି ଆସିକିରି ପଞ୍ଜୀକୃତ କରି 1000ରୁ ଉର୍ଦ୍ଧ୍ୱ କଥା ଚାଷୀ ଫେରି ଆସିଲେ କି ନାହିଁ, ଅଧିକ ଚାଷ ହେଲା କି ନାହିଁ। କଳାହାଣ୍ଡି ଜିଲ୍ଲା ଏଠି ଆମର ପ୍ରଥମ ବକ୍ତା ଆମର କହୁଥିଲେ ଆମର ମନୋରମା ମ୍ୟାଡାମ, ଯେଉଁମାନେ ଏଥିରେ ଭୂମିକା ନେଇଛନ୍ତି। ଆଜି କୃଷି କ୍ଷେତ୍ରରେ କଳାହାଣ୍ଡିର ଚାଷୀ